ସବୁଦିନ ରାତିରେ ଭଲ ପାଇ ବାହା ହୋଇଥିବା ସ୍ୱାମୀକୁ କ୍ଷୀରରେ ପୋକମରା ମେଡିସିନ ମିଶାଇ ପିଇବାକୁ ଦେଉଥିଲା ସ୍ତ୍ରୀ। କିନ୍ତୁ ସ୍ତ୍ରୀ କାହିଁକି ନିଜ ହାତରେ ନିଜ ସିନ୍ଦୁରକୁ ପୋଛିବାକୁ ଯାଉଥିଲା? ଚତୁର୍ଥୀ ରାତିରୁ ହିଁ ସ୍ୱାମୀକୁ ବିଷ ଦେଇ ମାରିବାକୁ ବସିଥିଲା। ହ୍ୟାଲୋ ହାଏ ନମସ୍କାର, ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ କାହାଣୀକୁ ଆପଣଙ୍କୁ ସ୍ୱାଗତ। ଏ କାହାଣୀ ହେଉଛି ଭଲ ପାଇବାର। ଏ କାହାଣୀ ହେଉଛି ଦୁଇଟି ପ୍ରେମୀ ଯୁଗଳଙ୍କ ପ୍ରେମ କାହାଣୀର। ଆଉ ଏ କାହାଣୀ ହେଉଛି ଜଣେ ପ୍ରେମିକାର ହତ୍ୟା ଷଡ଼ଯନ୍ତ୍ରର। ଟିକେ ନଜର ପକାନ୍ତୁ ଏହି ପ୍ରେମିକା ଉପରେ, ଯାହାର ନାଁ ହେଉଛି ଗ୍ରୀଷ୍ମା, ଯିଏକି ଭଲ ପାଇବାକୁ ଯାଇ ଏହି ଯୁବକକୁ ପ୍ରେମ କଲା। ଶେଷରେ ନିଜ ପ୍ରେମିକର ହିଁ ହତ୍ୟାକାରୀ ବନିଗଲା। ଆଉ ଇଏ ହେଉଛି ଗ୍ରୀଷ୍ମାର ସେହି ପ୍ରେମିକ, ଯାହାର ନାଁ ହେଉଛି ସରୁନ, ଯିଏକି ଗ୍ରୀଷ୍ମାକୁ ଭଲ ପାଇ ବିବାହ କରିଥିଲା। କିନ୍ତୁ ସ୍ତ୍ରୀ ହାତରୁ ବିଷ ମିଶା କ୍ଷୀର ପିଇ ପିଇ ବିଚରା ନିଜ ଜୀବନ ହାରିଦେଲା। ସରୁନ ଏବଂ ଗ୍ରୀଷ୍ମାର ପ୍ରେମ କାହାଣୀ ଆରମ୍ଭ ହୋଇଥିଲା ସେହିଦିନ ଯେଉଁଦିନ ଗ୍ରୀଷ୍ମାର ଘର ଲୋକ ଗ୍ରୀଷ୍ମା ଜାତକକୁ ନେଇ ଏକ ଜ୍ୟୋତିଷକୁ ଦେଖାଇଥିଲେ। ଆଉ ଜ୍ୟୋତିଷ ଗ୍ରୀଷ୍ମାର ଜାତକ ଦେଖି କହିଦେଇଥିଲେ କି ଝିଅ ଗ୍ରୀଷ୍ମାର ପ୍ରଥମ ସ୍ୱାମୀ କୁଆଡ଼େ କମ୍ ବୟସରୁ ମରିଯିବ, ଆଉ ଗ୍ରୀଷ୍ମାର ଦ୍ୱିତୀୟ ସ୍ୱାମୀ ମରିବା ଯାଏ ଗ୍ରୀଷ୍ମା ସହ ରହିବ। ଯାହାକୁ ନେଇ ଝିଅ ଗ୍ରୀଷ୍ମା ମନରେ କ'ଣ ଭାବିଥିଲା କେଜାଣି, ସରୁନ ନାମକ ଏହି ଯୁବକକୁ ଗ୍ରୀଷ୍ମା ପ୍ରଥମେ ନିଜ ଜୀବନକୁ ଆଣିଥିଲା। ଦୁହେଁ ଦୁହିଁକୁ ଅନେକ ଭଲ ପାଇଲେ। ଏମିତି ଅନେକ ସମୟ ବିତିଗଲା, ଯେଉଁ ସମୟ ସରୁନ ବାହୁରେ ଗ୍ରୀଷ୍ମା ମୁଣ୍ଡ ରଖି ବିତାଇ ଦେଇଥିଲା। ଆଉ ଦେଖୁ ଦେଖୁ ଦୁହେଁ ଦୁହିଁଙ୍କ ଜୀବନ ମଧ୍ୟ ପାଲଟିଗଲେ। କେହି କାହାକୁ ଛାଡ଼ି ଗୋଟିଏ ମୁହୂର୍ତ୍ତ ରହିପାରୁନଥିଲେ। କିନ୍ତୁ ଏତେ ଭଲ ପାଇବା ଭିତରେ ପ୍ରେମିକା ଗ୍ରୀଷ୍ମାର କିଛି ପ୍ଲାନ୍ ଥିଲା, ତାହା ସରୁନ ଜାଣିନଥିଲା। ଦେଖୁ ଦେଖୁ ଦୁହେଁ କାହାକୁ କିଛି ନ କହି ଗୋଟିଏ ମନ୍ଦିରରେ ବିବାହ କରିନେଇଥିଲେ। ଆଉ ପ୍ରେମିକ ପ୍ରେମିକାରୁ ଦୁଇଜଣ ସ୍ୱାମୀ ସ୍ତ୍ରୀ ମଧ୍ୟ ବନିଯାଇଥିଲେ। ଯେଉଁଦିନଠାରୁ ଗ୍ରୀଷ୍ମା ସରୁନ ନାଁରେ ସିନ୍ଦୁର ପିନ୍ଧିବା ଆରମ୍ଭ କରିଥିଲା, ସେହିଦିନଠୁ ସେ ସରୁନକୁ କେତେବେଳେ ଜୁସ୍ରେ ତ ଆଉ କେତେବେଳେ କ୍ଷୀରରେ ସ୍ଲୋ ପଏଜନ୍ ମିଶାଇ ପିଆଇ ଦେଉଥିଲା। କାରଣ ଗ୍ରୀଷ୍ମାର ପ୍ଲାନ୍ ଥିଲା କି ସେ ସରୁନକୁ ତାର ପ୍ରଥମ ସ୍ୱାମୀ ବନାଇ ସାରିଛି। ଜ୍ୟୋତିଷ କହିବା ମୁତାବକ ଏବେ ତାକୁ ମାରି ତାଙ୍କ ଘରେ ପୂର୍ବରୁ ଠିକ୍ କରିଥିବା ପୁଅକୁ ଦ୍ୱିତୀୟରେ ବିବାହ କରିବାକୁ ଯାଉଥିଲା। ଆଉ ସେଥିପାଇଁ ସେ ସରୁନକୁ ବିଷ ପରେ ବିଷ ଦେଇ ଚାଲିଥିଲା। କିନ୍ତୁ ଦେଖୁ ଦେଖୁ ସତକୁ ସତ ସରୁନର ଦିନେ ମୃତ୍ୟୁ ହୋଇଗଲା। ପରେ ସରୁନର ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। କେରଳ ପୋଲିସ ଘଟଣାର ତଦନ୍ତ କରି ପୋଷ୍ଟମର୍ଟମ ରିପୋର୍ଟରୁ ପାଇଥିଲା କି ସରୁନକୁ ଅନେକ ଦିନ ହେଲା ସ୍ଲୋ ପଏଜନ୍ ଦିଆଯାଉଥିଲା। ଯାହାଫଳରେ ପୋଲିସ ସିଧା ତାର ପ୍ରେମିକା ତଥା ନୂଆ ନୂଆ ବାହା ହୋଇଥିବା ସ୍ତ୍ରୀ ଗ୍ରୀଷ୍ମାକୁ ସନ୍ଦେହ କରି ଥାନାକୁ ଆଣିଥିଲା। ଗ୍ରୀଷ୍ମା ପୋଲିସ ଆଗରେ ସବୁ ସତ ସତ କହିବା ଆରମ୍ଭ କରିଦେଇଥିଲା। ଗ୍ରୀଷ୍ମା ସହିତ ତାର ପରିବାର ଲୋକଙ୍କୁ ମଧ୍ୟ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଯାହାକୁ ନେଇ କେରଳରେ ଘଟିଥିବା ଏ ଘଟଣା ବର୍ତ୍ତମାନ ସାରା ଦେଶରେ ଯେମିତି ପୁରା ଚର୍ଚ୍ଚା ହେଉଛି। ସାମାନ୍ୟ ଜ୍ୟୋତିଷ କଥାରେ ବିଶ୍ୱାସ କରି ଭଲ ପାଇ ବାହା ହୋଇଥିବା ନିଜ ସ୍ୱାମୀକୁ କେମିତି ମାରିପାରିଲା ଗ୍ରୀଷ୍ମା? ମଣିଷ ଚନ୍ଦ୍ରକୁ ଗଲାଣି, କିନ୍ତୁ ଏ ଅନ୍ଧବିଶ୍ୱାସ ଆଜି ବି ଯେମିତି ମଣିଷକୁ ବର୍ବାଦ କରିଦେଉଛି। ପ୍ରେମିକା ତଥା ଗ୍ରୀଷ୍ମାକୁ କି ପ୍ରକାର ଦଣ୍ଡ ମିଳିବା ଦରକାର? ସେ ଜ୍ୟୋତିଷକୁ ବି ଦଣ୍ଡ ମିଳିବା ଦରକାର କି ନୁହେଁ? କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆଜି ପାଇଁ ରହୁଛୁ, ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।